ହାଇମାକ୍ସ ଲାଇଟ୍ର ତାର ସଂଯୋଗ କରାଯାଉଥିବା ବେଳେ ଘଟିଛି ବଡ଼ ଅଘଟଣ। ଅସାବଧାନତା କାରଣରୁ 33 କେଭି ବିଦ୍ୟୁତ ତାରରେ ଲାଗି ଜଣେ ବିଦ୍ୟୁତ କର୍ମଚାରୀ ଓ ଘର ପାଖରେ ଛିଡ଼ା ହୋଇଥିବା ଅନ୍ୟ ଜଣଙ୍କର ଦୁଇଟି ଯାକ ପାଦ ପୁଡ଼ି ଯାଇ ଗୁରୁତର ହୋଇଛନ୍ତି। ଆଉ ହାଇମାକ୍ସ ଖୁଣ୍ଟ ପାଖରେ ଥିବା ଘରର ସର୍ଭିସ ତାର ପୁଡ଼ିଯିବା ସହିତ ସୁଇଚ୍ ବୋର୍ଡ, ଟିଭି, ପଙ୍ଖା ଓ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ ପୋଡ଼ି ଯାଇଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଆଜାଦ ବସ୍ତିଠାରେ ଘଟିଛି ଏହିପରି ଅଘଟଣ। ନୂତନ ଭାବେ ବସାଯାଇଥିବା ହାଇମାକ୍ସ ଲାଇଟ୍କୁ ତାର ସଂଯୋଗ କରାଯାଉଥିବା ବେଳେ ନିକଟ ଦେଇ ଯାଇଥିବା 33 କେଭି ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ପାଦ ପୁଡ଼ିଯିବା ସହିତ ସେଠାରେ ଛିଡ଼ା ହୋଇ ଦେଖୁଥିବା ଜଣେ ବ୍ୟକ୍ତିଙ୍କର ମଧ୍ୟ ଦୁଇଟି ଯାକ ପାଦ ପୁଡ଼ି ଯାଇଥିଲା। ତେଣୁ ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଯୋଡ଼ା ମେଡିକାଲକୁ ନିଆଯାଇଥିଲେ ବି ସେଠାରେ କର୍ମଚାରୀଙ୍କ ପ୍ରାଥମିକ ଚିକିତ୍ସା ପରେ ପୁଣି କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦୁଝର ଜିଲ୍ଲାରୁ ଦୀपेଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।